ଏହି କାହାଣୀଟି ଆମ ପାଖକୁ ଆମର ଜଣେ ସବସ୍କ୍ରାଇବର ଭାଇ ପଠାଇଛନ୍ତି। ତ ଚାଲନ୍ତୁ ଶୁଣିବା। ଘର ମାଲିକାଣୀଙ୍କୁ ଭାଙ୍ଗ ନିଶା ଖୁଆଇ ବେହୋସ କରି ତାଙ୍କ ମନ ଇଚ୍ଛା ଉପଭୋଗ କଲି। ତଥାପି ଶାନ୍ତି ନ ହେବାରୁ ମୁଁ ତାଙ୍କ ଭିତରେ ଗାଜର ପୂରେଇକି ରକ୍ତ ବାହାର କରିଦେଲି। ଆଉ ତାଙ୍କର ଭିଡ଼ିଓ କରିକି ତାଙ୍କୁ ବ୍ଲାକମେଲ୍ କରି ତାଙ୍କ ସହିତ ଖୁବ୍ ମଜା କଲି। ଆଉ ତାପରେ କ'ଣ ହେଲା ଜାଣିବା ପାଇଁ କାହାଣୀଟିକୁ ଶେଷ ପର୍ଯ୍ୟନ୍ତ ନିହାତି ଶୁଣନ୍ତୁ। ମୁଁ ଗ୍ୟାରେଣ୍ଟି ଦେଉଛି ଆଜି ମୁଁ ଆପଣମାନଙ୍କୁ ପୁରା ଗରମ କରିଦେବି। ଚାଲନ୍ତୁ ଆଉ ଡେରି ନ କରି ଆମ ସବସ୍କ୍ରାଇବର ଭାଇ ପଠାଇଥିବା କାହାଣୀଟିକୁ ଆରମ୍ଭ କରିବା। ମୋ ଘର କଟକ ଜିଲ୍ଲାରେ। ମୁଁ ମୋ ଫ୍ୟାମିଲି ସହ ଗୋଟେ ଭଡ଼ା ଘରେ ରୁହେ। ଘର ମାଲିକାଣୀ ଉପରେ ରୁହେ, ଆମେ ତଳ ଘରେ ରହୁ। ମାଲିକାଣୀର ସ୍ୱାମୀ ପ୍ରାୟ ବାହାରେ ରୁହନ୍ତି। ମାଲିକାଣୀ ଦେଖିବାକୁ ଗେଡ଼ି ଓ ମୋଟି। ତାଙ୍କର ବଡ଼ ବଡ଼ ଗୋଲ ଗୋଲ ଦୁଇଟା ଟିକେ ଅଳି ପଡ଼ିଛି, ଆଉ ପଛ ପୁରା ବୋଇତ କଖାରୁ ଭଳିଆ ହୋଇଛି। ମୁଁ ବେଳେବେଳେ ତାଙ୍କ ପାଖରେ ବସି ତାଙ୍କ ସହ କଥାବାର୍ତ୍ତା କରେ। ଦିନେ ମୋତେ ସିଏ କହିଲେ, ଭାଙ୍ଗ ପିଇଲେ କେମିତି ଲାଗେ? ମୁଁ ପଚାରିଲି କ'ଣ ପାଇଁ? ତାପରେ ସେ କହିଲେ, ମୋ ସ୍ୱାମୀ ବେଳେବେଳେ ଭାଙ୍ଗ ପିଇ ଆସନ୍ତି। ମୁଁ କହିଲି, ଭାଙ୍ଗ ଟିକେ ଆଣିବି, ପିଇବ କି? ତାପରେ ସେ କହିଲେ, ନା ନା, କ'ଣ ଅସୁବିଧା ହେବ, ମୁଁ ପିଇବିନି। ତାପରେ ମୁଁ କହିଲି, ଆଜି ଆଣୁଛି, ଟିକେ ପିଇବ। ସେ କହିଲେ, ହଉ, ଅଳ୍ପ ଆଣିବ। ଆଉ ମୁଁ ଯାଇ 10 ଟଙ୍କାର ଭାଙ୍ଗ ଆଣିଦେଇ କହିଲି, ନିଅ, କାହାକୁ କହିବିନି ଯେ ମୁଁ ଭାଙ୍ଗ ଦେଇଛି ବୋଲି। ତାପରେ ସେ ଟିକେ ପିଇଦେଇ କହିଲେ, ଭାଙ୍ଗ ରାଗ ଲାଗୁଛି। ମୁଁ କହିଲି, ଏଇଟା ରାଗ ହିଁ ଲାଗିବ। ତାପରେ ମୁଁ ତାଙ୍କ ପାଖରେ ବସିଲି। କିଛି ସମୟ ପରେ ସିଏ ମୋ ହାତକୁ ମାଡ଼ି ବସି ଧରି କହିଲେ, ମୋ ମୁଣ୍ଡ ବିନ୍ଧୁଛି। ମୁଁ କହିଲି, ଗାଧୋଇ ପଡ଼, ମୁଣ୍ଡ ବିନ୍ଧା ଟିକେ କମିବ। ସେ କହିଲେ, ନା, ମୁଁ ହଲି ପାରୁନି, ଖାଲି ମୋତେ ଚାରିଆଡ଼େ ଅନ୍ଧାର ଦେଖାଯାଉଛି। ତାପରେ ମୁଁ ତାଙ୍କୁ ଧରି ଗାଧୁଆ ଘରକୁ ନେଲି, ଆଉ ସେ ସେଠି ଗାଧୋଇଲେ। ତାଙ୍କୁ ପୁରା ନିଶା ହୋଇଥିବାରୁ କବାଟ ଆଉଜେଇ ଗାଧୋଇଲେ। ମୁଁ କବାଟ ପାଖକୁ ଯାଇ ଦେଖିଲି ସେ ଶାଢ଼ୀ ଚେଞ୍ଜ ନ କରି ଗାଧାଉଥିଲେ। କିଛି ସମୟ ପରେ ସିଏ ଆସିଲେ, ଆଉ ସେ ନିଶାରେ ଟଳମଳ ହେଉଥାନ୍ତି। ମୁଁ ଗାମୁଛାଟେ ଆଣି ତାଙ୍କୁ ଦେଲି ପୋଛି ହେବାକୁ। ସେ କହିଲେ, ତୁ ଟିକେ ପୋଛିଦେ କହି ତଳେ ଶୋଇପଡ଼ିଲେ। ଆଉ ମୁଁ ତାଙ୍କୁ ଯେତେ ଡାକିଲି ସେ ଜମାରୁ ଶୁଣିଲେ ନାହିଁ। ତାପରେ ମୁଁ ତାଙ୍କର ସବୁ କାଢ଼ିଦେଲି, ଆଉ ଦେଖିଲି ସେ ଭିତରେ କିଛି ପିନ୍ଧି ନାହାନ୍ତି। ଆଉ ମୁଁ ତାଙ୍କ ଉପରେ ଶୋଇପଡ଼ି ତାଙ୍କର ଗୋଲ ଗୋଲ ଜଡ଼ାକୁ ପାଟିରେ ପୂରେଇ ଖାଇ ପକେଇଲି। କିଛି ସମୟ ପରେ ତାଙ୍କର ସେଇଠି ଆଙ୍ଗୁଳି ମାରି ତାଙ୍କର ପୁରା ଓଦା କରିଦେଲି। ଆଉ ତାପରେ ମୁଁ ମୋର ବାହାର କରି ନେଇ ତାଙ୍କ ପାଟିରେ ପୂରେଇ ବହୁତ ସମୟ ପର୍ଯ୍ୟନ୍ତ ଆଗପଛ କରିଚାଲିଲି। ଆଉ ମୋର ସବୁ ପାଣି ତାଙ୍କ ମୁହଁ ଉପରେ ପକେଇଥିଲି, ଆଉ ଅଧା ପାଣି ତାଙ୍କ ଦେହରେ ଛାଡ଼ିଲି। ତାପରେ ମୁଁ ତାଙ୍କୁ ସବୁ କପଡ଼ା ପିନ୍ଧେଇ ଦେଲି, ସେ ସେମିତି ଶୋଇଥାନ୍ତି। ଆଉ ମୁଁ ରୋଷେଇ ଘରକୁ ଯାଇ ଗୋଟେ ଗାଜର ଆଣି ତାଙ୍କର ସେଇ ଜାଗାରେ ଆସ୍ତେ ଆସ୍ତେ ପୂରେଇଲି। ଗାଜର ଅଧା ପଶିଲା, ଆଉ ମୁଁ ଗାଜରକୁ ଜୋରସେ ଦାବିଦେଲି। ତାଙ୍କ ଭିତରୁ ରକ୍ତ ଟିକେ ବାହାରି ପଡ଼ିଲା। ମୁଁ ଗାଜରଟା କାଢ଼ି ନେଲି, ଦେଖିଲି ଗାଜର ପୁରା ନାଲି ହୋଇଯାଇଥିଲା। ତାପରେ ମୁଁ ତାଙ୍କର ପୋଛି ଦେଇ ତାଙ୍କୁ ଗେଲ କରିବାକୁ ଲାଗିଲି। ମୋର ତାଙ୍କୁ ଆଉ ଥରେ ଶାନ୍ତି କରିବାକୁ ପ୍ରବଳ ଇଚ୍ଛା ଥିଲା। କାଳେ ସିଏ ଉଠିଯିବେ, ଆଉ ଉଠିଗଲେ ଅସୁବିଧା ହେବ। ସେଥିପାଇଁ ମୁଁ ତାଙ୍କୁ ଭଲରେ ଶୁଆଇ ଦେଇ କବାଟ ବନ୍ଦ କରିଦେଇ ପଳାଇ ଆସିଲି। ଆଉ ମୁଁ ଠିକ୍ ସନ୍ଧ୍ୟାବେଳକୁ ଗଲି, ଦେଖିଲି ସେ ସେମିତି ଶୋଇଥାନ୍ତି। ମୁଁ ଯାଇ ସଙ୍ଗେ ସଙ୍ଗେ ମୋର ବାହାର କରି ତାଙ୍କ ପାଟିରେ ପୂରେଇ ଦେଇ ଉପର ତଳ କଲି, ଆଉ ମୋ ଫୋନରେ ତାଙ୍କ ଦେହର ସବୁ ଟେକାଟେକି କରି ଭିଡ଼ିଓ କଲି। ମୋ କାମ ସରିବା ପରେ ତାଙ୍କୁ ଉଠେଇଲି ଓ ସେ ଉଠି ଖଟ ଉପରେ ବସିଲେ, ଆଉ କହିଲେ, ମୁଣ୍ଡ ବିନ୍ଧା ଟିକେ କମିଛି। ଆଉ ମୁଁ ତାଙ୍କୁ କହିଲି, ଟିକେ ଫ୍ରେଶ୍ ହୋଇଯାଅ, ଭଲ ଲାଗିବ। ଆଉ ସେ ଗାଧୁଆ ଘରକୁ ଯାଇ ଫ୍ରେଶ୍ ହୋଇ ଆସିଲେ। ଆଉ ମୋତେ ପଚାରିଲେ, ତୁ ସକାଳୁ ଏଠି ଅଛୁ? ତାପରେ ମୁଁ କହିଲି, ନାଇଁ, ମୁଁ ଘରକୁ ଯାଇଥିଲି, ଏବେ ଆସିଲି। ତାପରେ ସେ କହିଲେ, ଘରକୁ ଆଉ କିଏ ଆସିଥିଲେ କି? ମୁଁ କହିଲି, ହଁ, ଗୋଟେ ଲୋକଟେ ଆସିଥିଲା, ତମକୁ ଖୋଜୁଥିଲା। ଆଉ ମୁଁ କହିଲି, ସେ ଶୋଇଛନ୍ତି। ସେ ନ ଶୁଣି ଘର ଭିତରକୁ ଗଲା, ଆଉ ବହୁତ ସମୟ ପରେ ବାହାରକୁ ଆସିଲା। ଆଉ ମୋତେ ଗୋଟେ ଭିଡ଼ିଓ ଦେଇକି ଯାଇଛନ୍ତି। ତାପରେ ସେ କହିଲେ, କେଉଁ ଭିଡ଼ିଓ ଦେଖିଆ? ମୁଁ କହିଲି, ନା, ଏଇ ଭିଡ଼ିଓ ପର୍ସନାଲ, ଦେଖେଇ ହେବନି। ତାପରେ ସେ କହିଲେ, ହଉ, ତୁ ବସିଥା, ମୁଁ କଫି ତିଆରି କରି ଆଣୁଛି। ଆଉ ଟିକେ ପରେ ସେ କଫି ଆଣିଲେ, ଆମେ ବସି ପିଇଲୁ। ମୁଁ କହିଲି, କ'ଣ ଅସୁବିଧା ହୋଇଛି କି? ସେ କହିଲେ, ନା ନା, ଅସୁବିଧା କିଛି ହୋଇନି, ଭଲ କାମଟେ ହୋଇଛି। ମୁଁ କହିଲି, କ'ଣ ହୋଇଛି? ସେ କହିଲେ, ପର୍ସନାଲ, କହି ହେବନି। ସେଠୁ ମୁଁ ଚୁପ୍ ରହିଲି। ଆଉ ମୁଁ କଫି ପିଇ ସାରିବା ପରେ ତାଙ୍କୁ ମୋ ଫୋନରେ ଥିବା ତାଙ୍କ ଭିଡ଼ିଓ ଦେଖେଇଲି। ସେ ଚମକି ପଡ଼ି ମୋତେ ଅନେଇଲେ, କହିଲେ, କିଏ ଏଇ ଭିଡ଼ିଓ କରିଛି? ମୁଁ କହିଲି, ସେ ଲୋକଟା। ତାପରେ ସେ ମୋତେ କହିଲେ, କାହାକୁ କହିବୁନି ପ୍ଲିଜ୍, ଭିଡ଼ିଓ ଡିଲିଟ୍ କରିଦେ। ତାପରେ ମୁଁ କହିଲି, ଫୋନରେ ଦେଖିକି ମଜା ଆସୁନି, ତମର ଖୋଲିକି ଦେଖାଇ ଦିଅ, ମୁଁ ଭିଡ଼ିଓ ଡିଲିଟ୍ କରିଦେବି। ତାପରେ ସେ କହିଲେ, ମୁଁ ତ ଭାଉଜ ପରି ହେବି। ତାପରେ ମୁଁ କହିଲି, ତମେ ମୋ ନିଜ ଭାଉଜ ନୁହେଁ ତ?
ତାପରେ ସେ କହିଲେ ଘର ଭଡ଼ା କମେଇ ଦେବି, ଡିଲିଟ୍ କର। ମୁଁ ମନା କଲି। ଆଉ ସେ ବାଧ୍ୟ ହୋଇ କବାଟ ବନ୍ଦ କରିଦେଇ ମୋ ଆଗରେ ଛିଡ଼ା ହୋଇ ସେ ତାଙ୍କର ଖୋଲିଲେ। ଆଉ ମୁଁ ଉଠି ପଡ଼ି ମୋ ନିଜ ହାତରେ ତାଙ୍କର ଗୋଲ ଗୋଲ ଦୁଇଟାକୁ ଜୋର ଜୋର ଦଳି ତାଙ୍କୁ ଗେଲ କରିବାକୁ ଲାଗିଲି। ଆଉ ସେ ଆସ୍ତେ ଆସ୍ତେ ପୁରା ଗରମ ହେବାକୁ ଲାଗିଲେ। ଆଉ ମୋତେ ଠେଲି ମୋ ଦେହକୁ ଜାବୁଡ଼ି ଧରି ମୋତେ ଗେଲ କରିବାକୁ ଲାଗିଲେ। ଆଉ ଆସ୍ତେ ଆସ୍ତେ ମୋ ଭିତରେ ହାତ ପୂରେଇ ମୋର ଧରି ପକାଇଲେ। ଆଉ କହିଲେ ତମର ଏତେ ମୋଟା ଆଉ ଟାଣ। ତାପରେ ମୁଁ କହିଲି ହଲେଇ ହଲେଇ ଏତେ ବଡ଼ ହେଇଛି। ତାପରେ ସେ ତଳେ ବସି ପଡ଼ିଲେ ଆଉ ମୋର ଚାଟିକି ହାତରେ ଧରିକି ହଲେଇଲେ। ଆଉ ପାଣି ବାହାରିବା ବେଳକୁ ମୁଁ ତାଙ୍କୁ କିଛି କହିଲି ନାହିଁ। ପାଣି ପିଚ୍ ପିଚ୍ ହୋଇ ତାଙ୍କ ଉପରେ ପଡ଼ିଲା। ଆଉ ସେ କହିଲେ ପାଣି ବାହାରିବ ବୋଲି ଆଗରୁ କହିଲୁନି। ମୋ ଦେହ ଅସନା ହୋଇଗଲା। ଏତିକି ବେଳେ ମୋ ପାଟିରୁ ସତ କଥା ବାହାରିଗଲା। ମୁଁ କହିଲି ସେତେବେଳେ ଦେହରେ ପକାଇଥିଲି, ଏଇନେ ପକାଇଲେ ଅସୁବିଧା କ'ଣ ହେଉଛି? ମୋ କଥା ଶୁଣି ସେ ମୋତେ ଅନେଇ କହିଲେ ସେତେବେଳେ ତୁ ମୋ ସହ ଏମିତି କରିଥିଲୁ? ମୁଁ କହିଲି ସରି। ସେ ରାଗିକି କିଛି ସମୟ ଅନେଇଲେ। ତାପରେ ମୋ ମୁହଁକୁ ନେଇ ତାଙ୍କ ଗୋଲାପୀ ପାଖୁଡ଼ାରେ ମାଡ଼ିଦେଲେ। ଆଉ କହିଲେ ସେତେବେଳେ ତୁ ରକ୍ତ କାଢ଼ି ମୋର ପୁରା ଦର୍ଜ କରିଦେଇଛୁ। ଏବେ ମୋର ଚାଟି ଚାଟି ମୋତେ ଶାନ୍ତି କରେ। ମୁଁ କହିଲି ଗନ୍ଧ ହେଉଛି, ଟିକେ ସଫା କରିଦିଅ। ସେ କହିଲେ ମୋତେ ଟେକି ନେଇ ଗାଧୁଆ ଘରକୁ ଚାଲେ। ତାପରେ ମୁଁ ତାଙ୍କୁ ଟେକି ନେଇ ଗାଧୁଆ ଘରକୁ ଗଲି। ଆମେ ଦୁହେଁ ମିଶି ଗାଧୋଇଲୁ। ମୁଁ ତାଙ୍କୁ ସାବୁନ ମାରି ସଫା କଲି। ଆଉ ସେ ବି ମୋତେ ସଫା କଲେ। ଆମେ ଦୁହେଁ ସଫା ହୋଇ ଖଟ ଉପରେ ସେମିତି ଶୋଇଲୁ। ଆଉ ସେ ପଚାରିଲେ ସେତେବେଳେ କ'ଣ କରିଥିଲୁ? ମୋତେ ଏତେ ଜୋରରେ କଷ୍ଟ ହେଉଛି। ମୁଁ କହିଲି ରାଗିବନି ଯଦି କହିବି। ସେ କହିଲେ ରାଗିବି କାହିଁକି କହ। ମୁଁ କହିଲି ଗୋଟେ ମୋଟା ଗାଜର ପୂରେଇ ପୂରେଇ ମୁଁ ରକ୍ତ କାଢ଼ିଥିଲି। ମୋ କଥା ଶୁଣି ସେ କହିଲେ ତୋର ସେଇଟା ତ ପୂରେଇନୁ, ଏବେ ସେଇଟା ପୂରେଇକି ମଜା ନେ। ତାପରେ ମୁଁ କହିଲି ତମର ଯେଉଁ କଷ୍ଟ ହେଉଛି ସେ କଥା। ତାପରେ ସେ କହିଲେ ତୁ ତୋର ପୁରା, ମୁଁ ପୁରା ରେଡ଼ି ଅଛି ପୂରେଇବା ପାଇଁ। ତାପରେ ମୁଁ ତାଙ୍କର ଚାଟି ଚାଟି ମୋର ପୂରେଇ ଗୋଟେ ଧକ୍କା ମାରିଛି। ଖାଲି ମୋର ଉପରତକ ପଶିଛି। ସେ ଚିତ୍କାର କଲେ। ଆଉ ମୁଁ ମୋର କାଢ଼ି ନେଲି। ସେ କହିଲେ ଭାରି ଜୋରରେ କଷ୍ଟ ହେଉଛି। ତାଙ୍କ ଆଖିରୁ ଲୁହ ବି ବାହାରୁଥିଲା। ସେ କହିଲେ ତୁ ଅଧା ପୂରେଇ ଆରମ୍ଭ କର। ଆଉ ମୁଁ ଆସ୍ତେ ଆସ୍ତେ ବହୁତ ସମୟ ପର୍ଯ୍ୟନ୍ତ ଅଳ୍ପ ଅଳ୍ପ ପୂରେଇଲି। ଆଉ କିଛି ସମୟ ପରେ ସେ କହିଲେ ଥାଉ, ଆଉ ସମ୍ଭାଳି ପାରିବିନି, ତୁ ଯା, ଏବେ ରେଷ୍ଟ ନେବି। ତାପରେ ମୁଁ ମୋର ସବୁକିଛି ପିନ୍ଧି ବାହାରିବା ବେଳକୁ ସେ କହିଲେ ମୁଁ ଉଠି ପାରୁନି, ମୋତେ ଟିକେ ପିନ୍ଧେଇ ଦେ। ତାପରେ ମୁଁ ତାଙ୍କୁ ପିନ୍ଧେଇ ଦେଇ ଖଟ ଉପରେ ଶୁଆଇଦେଲି। ଆଉ ସେ କହିଲେ ଯିବା ପୂର୍ବରୁ ଟିକେ ଗେଲ କରିଦେ। ତାପରେ ମୁଁ ତାଙ୍କୁ ଟିକେ ଗେଲ କରିକି ଚାଲି ଆସିଲି। ତା ପରଠୁ ମୁଁ ତାଙ୍କୁ ସବୁଦିନେ ଶାନ୍ତି କରୁଛି। ଆଶା କରୁଛି ମୋର এই କାହାଣୀଟି ଆପଣମାନଙ୍କୁ ବହୁତ ଗରମ କରିଥିବ। ଯଦି ମୁଁ ଗରମ କରିଛି ତାହେଲେ ଆମ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ। ତଳେ କମେଣ୍ଟ ବକ୍ସରେ ଆପଣମାନେ କେଉଁଭଳି କାହାଣୀ ଶୁଣିବାକୁ ଚାହୁଁଛନ୍ତି ତାହା ବି କମେଣ୍ଟ କରନ୍ତୁ। ଆଉ ଆମ ଚ୍ୟାନେଲକୁ ନୂଆ ଆସିଥିଲେ ଆମ ଚ୍ୟାନେଲ ଓଡ଼ିଆ ଷ୍ଟୋରି ଅଙ୍କିତକୁ ଏବେ ହିଁ ସବସ୍କ୍ରାଇବ୍ କରନ୍ତୁ। ଆଜି ପାଇଁ ଏତିକି ରହୁଛି। ଦେଖା ହେବା ଆଉ ଏକ ନୂଆ ଭିଡ଼ିଓର ଏକ ନୂଆ ଗରମାଗରମ ରୋମାଞ୍ଚକ କାହାଣୀରେ। ସେଥି ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଧନ୍ୟବାଦ।